ଏବେ ତ ମାର୍କେଟକୁ ସଜନା ଛୁଇଁ ଆସିଗଲାଣି। ତାହେଲେ ଚାଲନ୍ତୁ ସଜନା ଛୁଇଁରେ ବଢ଼ିଆ ଗୋଟେ ମସଲା ଭଜା ବନେଇବା। ପ୍ରଥମେ ମୁଁ ଏଠି ଗୋଟିଏ କରେଇରେ ପାଣିକୁ ଗରମ କରି ନେଇଛି। ଏବେ ସେଥିରେ କାଟିକି ରଖିଥିବା ଆଳୁ ଆଉ ସଜନା ଛୁଇଁକୁ ସେଥିରେ ଦେବା। ଦେଖନ୍ତୁ ଆଳୁ ଆଉ ସଜନା ଛୁଇଁ ଏମିତି ଲମ୍ବା ଲମ୍ବା କରି କାଟିବେ। ଏବେ ସେଥିରେ ଲୁଣ ଆଉ ହଳଦୀକୁ ଦେଇକି ଏହି ସବୁକୁ ଭଲ ଭାବରେ ମିଶେଇକି କିଛି ସମୟ ପାଇଁ କଭର କରିନେବା। ଏଠି ଆଳୁ ଆଉ ସଜନା ଛୁଇଁ ବେଶୀ ସିଝିବା ଦରକାର ନାହିଁ, 80% ହିଁ ସିଝିବ। ଆପଣ 80% ସିଝିଗଲେ ଆହାର କଭରକୁ ବାହାର କରି ଏହିସବୁକୁ ଭଲ ଭାବରେ ଛାଣିକି ବାହାର କରିନେବା। ଏହିଭଳି ଭାବରେ ସବୁତକ ସଜନା ଛୁଇଁ ଓ ଆଳୁକୁ ଭଲ ଭାବରେ ଛାଣିକି ବାହାର କରିନେବେ। ଏବେ ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସକୁ। ମୁଁ ଏଠି ଗୋଟିଏ କରେଇରେ ରିଫାଇନ୍ ତେଲକୁ ଦେଇଛି। ତେଲ ଗରମ ହୋଇଗଲେ ସେଥିରେ ଅଧା ଚାମଚ ସୋରିଷକୁ ଦେବା। ସୋରିଷ ଫୁଟିଗଲେ କାଟିକି ରଖିଥିବା ପିଆଜକୁ ସେଥିରେ ଦେଇକି କିଛି ସମୟ ୟାକୁ ଭାଜି ନେବା। ଦେଖନ୍ତୁ ପିଆଜ ଏଠି ଲାଇଟ୍ ଗୋଲ୍ଡେନ କଲର ହେବା ଯାଏଁ ଭାଜି ନେବେ। ଦେଖନ୍ତୁ ପିଆଜ ଏଠି ଭାଜି ହୋଇଗଲାଣି। ଏବେ ମୁଁ ଏଠି ଗୋଟିଏ ମିଡ଼ିୟମ ସାଇଜର ଟମାଟୋକୁ ଲମ୍ବା ଆଉ ପତଳା କରିକି କାଟି ନେଇଛି। ଏବେ ଟମାଟୋକୁ ଏଥିରେ ଦେବା। ଦେଇକି ଆଉ କିଛି ସମୟ ଭଲ ଭାବରେ ଟମାଟୋକୁ ଭାଜି ନେବା। ତ ଦେଖନ୍ତୁ ଟମାଟୋ ଏଠି ଭାଜି ହୋଇଗଲାଣି। ଏବେ ସେଥିରେ ଗୋଟେ ଚାମଚ ଅଦା ରସୁଣ ପେଷ୍ଟକୁ ଦେବା। ତା ସହିତ ଅଧା ଚାମଚରୁ ବି କମ୍ ହଳଦୀ ଗୁଣ୍ଡକୁ ଦେବା। ଆଉ ଅଧା ଚାମଚରୁ ବି କମ୍ ଲଙ୍କା ଗୁଣ୍ଡକୁ ଦେବା। ତା ସହିତ ଅଧା ଚାମଚ ଧନିଆ ଗୁଣ୍ଡକୁ ଦେବା। ତା ସହିତ ସ୍ୱାଦ ଅନୁସାରେ ଲୁଣକୁ ଦେଇକି ଭଲ ଭାବରେ ଏହି ସବୁକୁ ମିଶେଇ ନେବା। ଯଦି ଆପଣଙ୍କୁ ମୋ ଭିଡ଼ିଓ ଦେଖିବା ପାଇଁ ଭଲ ଲାଗୁଥାଏ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ। ଏବେ ଦେଖନ୍ତୁ ମସଲା ଏଠି ଆମର ଭାଜି ହୋଇଗଲାଣି। ଏବେ ସେଥିରେ ସିଝେଇକି ରଖିଥିବା ସଜନା ଛୁଇଁ ଓ ଆଳୁକୁ ଏଥିରେ ଦେଇକି ଭଲ ଭାବରେ ମିଶେଇ ନେବା। ଯଦି ଆପଣଙ୍କ ଘରେ କେହି ମସଲା ଛୁଇଁ ଖାଇବାକୁ ଭଲ ପାଉନଥିବେ ତାହେଲେ ଏମିତି ଥରେ ମସଲା ଭଜା ବନାନ୍ତୁ। ଦେଖିବେ ଆପଣଙ୍କୁ ବାରମ୍ବାର ଖାଲି ମସଲା ଭଜା କରିବା ପାଇଁ ବାଧ୍ୟ କରିବେ। ମସଲା ଏବେ ଛୁଇଁରେ ଭଲ ଭାବରେ ମିଶିଗଲାନି। ଏବେ ୟାକୁ 3-4 ମିନିଟ୍ ପାଇଁ କଭର କରିନେବା। ଏଠି ମନେ ରଖିବେ ମଝିରେ କଭରକୁ ବାହାର କରିକି ଆଉ ଟିକିଏ ଭଲ ଭାବରେ ମିଶେଇ ଦେବେ। ଦେଖନ୍ତୁ ଏବେ 3-4 ମିନିଟ୍ ହୋଇଗଲାଣି। ଏବେ କଭରକୁ ବାହାର କରିକି ସେଥିରେ ଅଧା ଚାମଚ ଗରମ ମସଲାକୁ ଦେବା। ଆଉ ତା ସହିତ ଅଧା ଚାମଚ ଚିଲି ଫ୍ଲେକ୍ସକୁ ଦେବା। ଚିଲି ଫ୍ଲେକ୍ସ ଦେବା ଦ୍ୱାରା ବହୁତ ଭଲ ଫ୍ଲେଭର ଆସିବା ସହିତ ଆଖିକି ଦେଖିବାକୁ ମଧ୍ୟ ସୁନ୍ଦର ଦେଖାଯିବ। ଯଦି ଆପଣଙ୍କ ପାଖରେ ଚିଲି ଫ୍ଲେକ୍ସ ନାହିଁ ତାହେଲେ ୟାକୁ ସ୍କିପ୍ ମଧ୍ୟ କରିପାରିବେ। ଏବେ ଆଉ ତା ସହିତ କାଟିକି ରଖିଥିବା ଧନିଆ ପତ୍ରକୁ ଦେଇ ଏହି ସବୁକୁ ଭଲ ଭାବରେ ମିଶେଇ ନେବା। ଦେଖନ୍ତୁ ଭଜା ଏଠି ଆମର ପୁରା ରେଡ଼ି ହୋଇଗଲାଣି। ଏବେ ୟାକୁ ଗରମ ଭାତ ସହିତ କିମ୍ବା ପଖାଳ ସହିତ ମଧ୍ୟ ଖାଇପାରିବେ। ଦେଖନ୍ତୁ ଭଜା ଏଠି କେତେ ସୁନ୍ଦର ଦେଖାଯାଉଛି। ଆପଣ ଦେଖିକି ମଧ୍ୟ ଜାଣିପାରୁଥିବେ। ପୁଣି ଦେଖାହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।